ଭିଡ଼ମୁକ୍ତ। ଏକାଧିକ ରାସ୍ତା ଓ ପ୍ରକଳ୍ପ ଶିଳାନ୍ୟାସ ହେବ। ଜୁନ୍ 12 ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। 3 ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମାସ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ କାମ। ଜମି ଅଧିଗ୍ରହଣ ପ୍ରକ୍ରିୟା ମାସ ଭିତରେ ସରିବ। ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ। ଗତ ସରକାର ଅକ୍ଷମତା ପ୍ରଦର୍ଶନ କରିଥିଲା, ତେଣୁ ରିଙ୍ଗ ରୋଡ କାମ ଆଗକୁ ନେବାକୁ ନିଷ୍ପତ୍ତି ହୋଇଛି। ଜୟଦେବ ବିହାରରୁ ନନ୍ଦନକାନନ ଯାଏ ରାସ୍ତା ଟ୍ରାଫିକ ଲାଇଟ୍ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ନୀଳାନ୍ଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ। ପାଖାପାଖି ବର୍ଷେ ହେବାକୁ ବସିଲାଣି ରତ୍ନଭଣ୍ଡାର ଗୃହ ଖୋଲା ହେଲାଣି। ଆଉ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳକାର ମଧ୍ୟ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହୋଇସାରିଛି। ହେଲେ ଏବେ ଯାଏ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇପାରି ନାହିଁ। ତେଣୁ ରଥଯାତ୍ରାରେ ମହାପ୍ରଭୁ ଭାଇ ଭଉଣୀକୁ ସାଙ୍ଗରେ ନେଇ ମାଉସୀ ମା ଘରକୁ ଯିବେ। ଆଉ ଏହି ସମୟରେ ରତ୍ନଭଣ୍ଡାର କାମ ଶେଷ ହେବ, ଅର୍ଥାତ୍ ନୀଳାନ୍ଦ୍ରି ବିଜେ ମଧ୍ୟରେ ସରିବ କାମ। ରଥଯାତ୍ରାରୁ ନୀଳାନ୍ଦ୍ରି ବିଜେ ମଧ୍ୟରେ ସରିବ ରତ୍ନଭଣ୍ଡାର ମରାମତି କାମ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଠାକୁରଙ୍କ ଚାପ ଖେଳ ପାଇଁ ଏବେ ବନ୍ଦ ରହିଛି ମରାମତି କାମ। ଠାକୁରଙ୍କର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ। ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ରାଜ୍ୟରେ ଆଗାମୀ 7 ଦିନ ପ୍ରବଳ ବର୍ଷା ବାତ୍ୟା ହେବା ନେଇ ବଡ଼ କଥା କହିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏହି ବର୍ଷା ପାଗ ଆଗାମୀ 7 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରିଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଝଟକା ପବନ ବହିବ। ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ଓଡ଼ିଶାକୁ ମୌସୁମୀ ଆସିବାକୁ ଟିକେ ସମୟ ଲାଗିବ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ ବୋଲି କହିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। 27 ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହା ସୃଷ୍ଟି ହେବ। ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ। ହେଲେ ବାତ୍ୟା ହେବା ନେଇ ଅପପ୍ରଚାର କରୁଥିବା IMD ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ଦେଶରେ କାୟା ବିସ୍ତାର କରୁଛି କରୋନା। 400 ଟପିଲାଣି ନୂଆ ଭୂତାଣୁ ସଂକ୍ରମିତ ସଂଖ୍ୟା। ମେ ମାସ ଦ୍ୱିତୀୟ ସପ୍ତାହରୁ ଦେଶରେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହେଲାଣି। କ୍ରମଶଃ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ପୁଣି ଚିନ୍ତାରେ ଦେଶ। କରୋନା ପ୍ରଜାତି ଓମିକ୍ରନ ଉପପ୍ରଜାତି ଜେନେଟ୍.1ର ସଂକ୍ରମଣ ଦ୍ରୁତ ଗତିରେ ମାଡୁଛି। ଏବେ ସୁଦ୍ଧା ଦେଶରେ 400ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ମନରେ ପୁଣି ଛନକା ପଶିଲାଣି। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, କେରଳ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ସତର୍କତା ଆପଣାଇ ମାର୍ଗଦର୍ଶିକା ଜାରି କରିଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମେଟ୍ରୋ ରେଳ ପ୍ରକଳ୍ପ ନେଇ ବଡ଼ ସୂଚନା। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜଧାନୀରେ ଅଣ୍ଡରଗ୍ରାଉଣ୍ଡ ହେବ ମେଟ୍ରୋ। ମାଟି ତଳେ ଚାଲିବ ମେଟ୍ରୋ। ଭୁବନେଶ୍ୱରରେ ଯେଉଁଭଳି ଦିନକୁ ଦିନ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଛି,